ଲକ୍ଷ୍ମୀ ନାରାୟଣ କଳି। ବଡ଼ଘର ବଡ଼ ଗୁମର କଥା। ଘର କରି କୋଉଗରେ ଅବା ସ୍ମୀ ସ୍ତ୍ରୀଙ୍କ ଝଗଡ଼ା ନାହିଁ। ଝଗଡ଼ା, ରାଗ, ଅଭିମାନ, ବିଷାଦ, ମିଳନ ଏ ତ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସେଥିପାଇଁ ଗାଉଁଲି ଭାଷାରେ କୁହାଯାଏ, ଗଇତା ମାଇପ କଳି, ସକାଳେ ସକାଳେ ମୁହଁ ଫଟାଫଟି, ସଞ୍ଜବେଳେ କୋଳାକୋଳି। ଏହା ହିଁ ପାରିବାରିକ ଜୀବନର ସ୍ୱର୍ଗୀୟ ସୁଷମା। ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତ ଗଣଦେବତା, ସିଏ ବା ପୁଣି ଏଥିରୁ ବାଦ ଯିବେ କିପରି? ହେଲେ ମହାପ୍ରଭୁ ତ ତାଙ୍କ ବଡ଼ଘରର ଇଏ ବଡ଼ ଗୁମର କଥା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ରୋଚକ ଅଧ୍ୟାୟ। ସାଧାରଣ ମନୁଷ୍ୟ ଭଳି ଏହା ଜଗତ ଠାକୁରଙ୍କର ବଡ଼ ଘରର କଳି। ତେବେ ଏ ବଡ଼ ଘର କଳିର ଗୁମର କଥାଟି କ'ଣ? ମହାପ୍ରଭୁଙ୍କ ରୁକ୍ମିଣୀଙ୍କ ବା ଲକ୍ଷ୍ମୀଙ୍କ ସହ ବିବାହର 3 ଦିନ ପରେ ପଡ଼େ ଜ୍ୟେଷ୍ଠ ପୂର୍ଣ୍ଣମୀ। ସେଦିନ ମହାପ୍ରଭୁଙ୍କ ଜନ୍ମ ଦିବସ। ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ବଡ଼ ଆନନ୍ଦରେ ପାଣି ଢାଳି ହୋଇ ବହୁତ ଗାଧାନ୍ତି ଏବଂ ଭୀଷଣ ଜ୍ୱରରେ ପଡ଼ି ଭାଇ ଓ ଭଉଣୀଙ୍କ ସହ ଅଣସର ଘରେ ରୁହନ୍ତି। 15 ଦିନ ପରେ ସୁସ୍ଥ ହୁଅନ୍ତି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦାଣ୍ଡକୁ ଓହ୍ଲାଇ ଆସନ୍ତି ଓ ରଥ ଚଢ଼ି ଭାଇ ଭଉଣୀଙ୍କୁ ଧରି ଅଗୁଣ୍ଡିଚା ମନ୍ଦିରକୁ ଚାଲିଯାଆନ୍ତି। ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ଆଦି ହୋଇସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗେଁଠାଳ ଫିଟା କର୍ମ ଆଦି ହୋଇପାରି ନଥାଏ। ଗୋଟିଏ ଦିନ ବି ସେ ମା ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି। ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନ ନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି। ଏହାକୁ କୋଉ ଘରଣୀ ସହିବ ମ? 5 ଦିନ କାଳ ମା ଅନାଇ ବସିଲେ, ପ୍ରଭୁଙ୍କର କିଛି ଖୋଜ ଖବର ନାହିଁ। ଆଉ ସମ୍ଭାଳି ପାରିଲେ ନାହିଁ ମା। ମହାରୋଷ ହୋଇ ଦାସୀ ସେବକମାନଙ୍କୁ ଡାକି କହିଲେ, ମୋ ପାଲିଙ୍କି ସଜ କର ତ, ମୁଁ ଯାଇ ଟିକିଏ ଦେଖି ଆସେ କି ଲୀଳା ଚାଲିଛି। ଆଡ଼ପ ମଣ୍ଡପରେ ଦେଢ଼ଶୁର ବସିଛନ୍ତି, କେମିତି ଆଗକୁ ଯିବେ? ଓଢ଼ଣୀଟା ଟାଣି ଆଣି ନାକଚନାଦ୍ର ଦେଇ ଚୁପ କରି ଦେଖିଲେ, ଭାଇ ଭଉଣୀ ତିନିହେଙ୍କ କି ଆନନ୍ଦ ଚାଲିଛି। ଫୁଲେଇ ଭଉଣୀ ସୁଭଦ୍ରା ତ ଭାରି ଗେହ୍ଲି ହେଉଛି। କ'ଣ ଆଉ କରିବେ? ମୋହଚୂର୍ଣ୍ଣ ଟିକିଏ ପକାଇ ଦେଇ ଆସି ବାହାରେ ଦେଖନ୍ତି ତ ନନ୍ଦିଘୋଷ ଠିଆ ହୋଇଛି। ସବୁ ନାଟର ଗୋବର୍ଦ୍ଧନ ଏଇ ନନ୍ଦିଘୋଷ, ଏପରି କହି ମୁଗୁରରେ ପାହାରେ ପିଟିଦେଲେ ଯେ କାଠ ଖଣ୍ଡିଏ ଭାଙ୍ଗି ଗଡ଼ି ପଡ଼ିଲା। ସେ କାଠ ଖଣ୍ଡାଟାକୁ ଧରି ତମ ହୋଇ ବାହାରି ଆସିଲେ। କାଳେ କିଏ ଦେଖିନେବ ଭାବି ସିଧା ଶ୍ରୀମନ୍ଦିରକୁ ନାସି ହେରାଗୋହିରୀ ସାହି ଦେଇ ଫେରି ଆସିଲେ। ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ବାହୁଡ଼ାରେ ଫେରି ଆସିଲେ ଶ୍ରୀମନ୍ଦିର ନିକଟକୁ। ସିଂହଦ୍ର ସାମ୍ନାରେ ରଥ ଉପରେ ଥାଇ ମହାପ୍ରଭୁ ଏକାଦଶୀ ଦିନ ସୂର୍ଯ୍ୟମୟ ସୁନାବେଶ ତଥା ଦଶୀ ଦିନ ଅଧର ପଣା ନୀତି ସମାପ୍ତ କଲେ। ଘୋଷଯାତ୍ରା ପର୍ବର ସମାପ୍ତି ଏହିଠାରେ। ଏବେ ଭାଇ ଭଗ୍ନୀଙ୍କୁ ଧରି ମହାପ୍ରଭୁ ଫେରିଯିବେ ଶ୍ରୀମନ୍ଦିର ରତ୍ନବେଦୀ ଉପରକୁ। ତେଣେ ଶ୍ରୀମନ୍ଦିର ମାଲିକାଣୀ ଜଗି ବସିଛନ୍ତି ଠିକବେଳେ ପ୍ରଭୁଙ୍କୁ ପାନେ ଦେବେ ବୋଲି। ମହାପ୍ରଭୁ ରଥରୁ ଓହ୍ଲାଇ ସିଂହଦ୍ରକୁ ଯାଉଛନ୍ତି। ମହାଲକ୍ଷ୍ମୀ ସିଆଡ଼ୁ ଦାସୀ ସଖୀମାନଙ୍କ ସହ ଆସି ସିଂହଦ୍ର କବାଟ କିଳିଦେଇ କହିଲେ, ତୁମ୍ଭର ଏ ପୁରେ ବିଜେ କରିବାର ଉପୁଜିବ ବଡ଼ ଲାଜ। ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ ଭଉଣୀକି ନେଇ ଆଜ। ଆରମ୍ଭ ହୋଇଗଲା ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା। ଲକ୍ଷ୍ମୀ ନାରାୟଣ କଳି। ଚିଡ଼ି ଯାଇ ମହାପ୍ରଭୁ କହିଲେ, ଏ ନାରୀ ଜାତିଟା ସବୁ ଅନର୍ଥର ମଞ୍ଜି। ଭଲା ବିଧାତା ଆଙ୍କୁ ଗଢ଼ିଲା, ତାଙ୍କରି ପାଲରେ ପଡ଼ି ପୁରୁଷମାନେ ସବୁବେଳେ ଦହଗଞ୍ଜ ହୋଇ ମଲେ। ଦୁନିଆ ଯାକ ରାଗ ରୁଷା ତାଙ୍କରିଠାରେ। ଟିକେ କଟୁକଥା ସହ୍ୟ କରିପାରିବେନି। ହଉଲୋ ପଦ୍ମମୁଖୀ, ତୋ ଶ୍ରୀମୁଖକୁ ଝୁରି ଝୁରି ମୋର ଦେହ କଣ୍ଟା ହେଲାଣି। 9 ଦିନ ମୋତେ 9 ଯୁଗ ପ୍ରାୟ ଲାଗୁଛି। ଏବେ ଗୁମାନ ତେଜ୍ୟା କରି କବାଟ ଖୋଲ। ମା ପରା ସାଗର ଦୁଲଣୀ, ପିତା ତାଙ୍କର ଶ୍ୟାମ ରତ୍ନାକର, ସିଏ କି ସହଜେ ଛାଡ଼ନ୍ତି। ମହାଲକ୍ଷ୍ମୀ କହିଲେ, ହଉ ସେ ସିହାଣିଆ କଥା ସବୁ ଛାଡ଼, ଏ ଭଙ୍ଗା କୁଡ଼ିଆଟାରେ କାହିଁକି ପଶିବ? ଯାଅ ସେହି ଅଲାଜୁକୀ ଭଉଣୀଟାକୁ ଧରି ବୁଲୁଥାଅ। ମୁହଁରେ ତାର ତ ଲାଜ ସରମ କିଛି ନାହିଁ। ଇଏ ତା ଜାତିସ୍ଭା। ବାପ ନନ୍ଦଗୌଡ଼, ଝିଅ ଜେମାଦେଇ, ମୁହଁରେ ହଳଦୀ ମେଞ୍ଚାଏ ମାଖି, ଛାତିକୁ ଫୁଲାଇ, ବାହା ଦୋହଲାଇ ଦାଣ୍ଡରେ ଘିରି ଘିରି ବୁଲିବା ତ ତାର ସ୍ଭା। ଯେମନ୍ତ ଭାଇକୁ ତେମନ୍ତ ଭଉଣୀ, କେହି କାହାକୁ କମ୍ ନୁହେଁ। ଆଚ୍ଛା କହିବ କି ପ୍ରଭୁ, ଆପଣଙ୍କ ଦର୍ଶନ ପାଇଁ ତ ଇନ୍ଦ୍ର ଚନ୍ଦ୍ର
ବରୁଣ ସର୍ବ ଦେବାଦେବୀ ଆସୁଛନ୍ତି, କେଉଁ ଦେବତାଙ୍କ ଦର୍ଶନ ପାଇଁ ପୁଣି ଆପଣ ଗଲେ? ସେ ଗୋପ ଗୌରନଈମାନଙ୍କ କଥା ମନେ ପଡ଼ିଲା କି? ମହାପ୍ରଭୁ କହିଲେ, ଦେବୀ ତୁମର ମନେ ନାହିଁ କି ମା ଗୁଣ୍ଡିଚାଙ୍କୁ ଆମ୍ଭେ କଥା ଦେଇଥିଲୁ ବୋଲି? ତମେ ତ ଜାଣ ମୁଁ ଭକ୍ତ ଭାବଗ୍ରାହୀ ବୋଲି। ଭକ୍ତ ବାଞ୍ଛା ତ ଆମେ ଯୁଗେ ଯୁଗେ ପୁରାଇ ଆସିଅଛୁ। ମା କହିଲେ, ହଉ ହେଲା। ମୋତେ ତାହେଲେ ଟିକିଏ ବୁଝାଇ ଦିଅ, ମୋତେ ସାଙ୍ଗରେ ନେଲ ନାହିଁ କେଉଁଥିପାଇଁ? ଚତୁର ଚିନ୍ତାମଣିଙ୍କୁ କଥାରେ କିଏ ପୁଣି ପାରିବ? ପ୍ରଭୁ କହିଲେ, ଆରେ ପ୍ରାଣସ୍ହି, ଏ ତ ସାମାନ୍ୟ କଥା। ସାଙ୍ଗରେ ଦେଢ଼ଶୁର ଥିଲେ ପରା। ଏହା କ'ଣ ଦାଣ୍ଡକୁ ଶୋଭା ପାଇଥାନ୍ତା? ବୃଥାରେ ତୁମେ ଖାଲି ଅଭିମାନ କରୁଛ। ଦେଖ ତୁମ ପାଇଁ କେତେ ଗହଣା, ଶାଢ଼ୀ, ଚୁଡ଼ି ଆଣିଛି। ତାକୁ ସବୁ ଗଣିକରି ରଖ, ଆଉ ଏବେ କବାଟ ଫିଟାଅ। ଏତେ କହିଲା ପରେ ମଧ୍ୟ ମହାଲକ୍ଷ୍ମୀ ନ ବୁଝି ପୁଣି କହିଲେ, ଏସବୁ ଯାହା ଆଣିଛ, ମୁଁ ସେସବୁ ପାଇଁ ଭାର୍ଜନ ନୁହେଁ। ହେ ଶଠ ନାଗର, ଆଉ ସେ ଭୁଲାଭୁଲି କଥା ନ କହି ଚାଲିଯା। ଉଚ୍ଚୁର ହେଲେ ସିଆରେ ପୁଣି ଗୌରନନୀମାନେ କୋପ କରିବେ। ଉଠ ଉଠ, ମଠ ନ କର ହେ ଶଠ ନାଗର ମୁକୁଟମଣି। ଉଛୁର ହୋଇଲେ କୋପ କରିବେଟି। ଗୋପପୁର ଗୌରୁଣୀ। ସେ ଗୌରନଈଙ୍କ ଭାବ ମୋଠାରେ କାହୁଁ ମିଳିବ? କେତେ ଆଖି ଠରାଠରି, କେତେ କଣ୍ଟ କରାକରି। ଲାଜ ବୋଲି ଯୋଡ଼ିଏ ଅକ୍ଷର ତ ତାଙ୍କ ପାଖରେ ନାହିଁ। କିଏ କହୁଛି ନିଆଁ ଗିଳା, କିଏ ଷଣ୍ଢ ମରା, ପୁଣି କିଏ କହୁଛି ଚଢ଼େଇ ଚିରା, ବସ୍ତ୍ରଚୋର। ସେ ସବୁ କଟୁ ବଚନ ଶୁଣିବା ପାଇଁ ତ ଆପଣ ରସିକ ରତନମଣି। ଗୋପୀଙ୍କ ନିନ୍ଦା ଶୁଣି ଗୋପୀନାଥ ଆଉ ସମ୍ଭାଳି ପାରିଲେ ନାହିଁ। ମହାକ୍ରୋଧ ହୋଇ କହିଲେ, ରେ ମୁଢ଼ା, ତୁ ହିତାହିତ ଜ୍ଞାନ ହରାଇ ବସିଲୁ। ଗୋପୀଙ୍କ ନିନ୍ଦା କରି ଜାଣ, ମହା ଅପରାଧରେ ଭାଗି ହେଲୁ। ଏଇଥିପାଇଁ ତ ତୋତେ ସମସ୍ତେ ଜଗତରେ ବାଇ ଠାକୁରାଣୀ ବୋଲି କହନ୍ତି। ତୋର ମରମ ବଳିଆ ଦାସ ଠିକ ଜାଣିଥିଲା। ତେଣୁ ତ ସେ କାଣୀ, କୁଡ଼ି, କାଲୁଣୀ ବୋଲି ତୋତେ କହୁଥିଲା। ତୋ ଦାଉ ମୁଁ ବୋଲି ସହିଛି। ଅନ୍ୟ କିଏ ହୋଇଥିଲେ ନା କେଉଁ କାଳରୁ ତିଳକ, ଚିତା, କୌପିନ ମାରି ଯୋଗୀ ହୋଇଯାଇ ସାରନ୍ତାନି। ବଡ଼ ଭାଇ ବଳରାମ ଛିଡ଼ା ହୋଇ ସବୁ ଶୁଣୁଥାନ୍ତି। ସେ ଦେଖିଲେ, କେହି କାହାକୁ କମ୍ ନୁହନ୍ତି। ବଡ଼ ଠାକୁର ଜଗନ୍ନାଥଙ୍କୁ ଗାରଡ଼େଇ ଅନାଇ କହିଲେ, ଆରେ କର୍ଣ୍ଣାଇ, ତୁ ତ ଜମା ଭଲ ଲୋକ ନୁହୁଁରେ। କେଡ଼େ କେଡ଼େ କୁବଚନ ସବୁ ତୁ ବୋହୂକୁ କହୁଛୁ। ତୋର ଏ ଫୁଲାଫାଙ୍କିଆ ଆଚରଣ କାଳେ କାଳେ ଗଲା ନାହିଁରେ। ଆରେ ଦାଣ୍ଡ ହାତ କଥା ସବୁ ମୁଁ ବୁଝୁଛି। କେଉଁଠୁ ଡାଲି ଆସିବ, ତଣ୍ଡୁଳ, ଜାଳ, ଘିଅ ଆଦି ଆସିବ, ସବୁ ମୁଁ ବୁଝୁଛି। ସୁରୁଖୁରୁରେ ଘର ଚଳାଇ ନେଉଛନ୍ତି ବୋହୂ। ତୁ ତ ସାହୁ ଭଳିଆ ବସି ପେଟେ ପକାଇ ଦେଉଛୁ। କ'ଣ ଆଉ ଛୁଆଟିଏ ହୋଇ ରହିଛୁ ତୁ? ଏସବୁ ଘର ଖଡ଼ବଡ଼ିଆ କଥା ଆଉ ଦିନେ ଯେବେ ମୁଁ କାନରେ ଶୁଣିବି, ତୋତେ ନିଶ୍ଚୟ ଭିନେ କରିଦେବି। ଦେଢ଼ଶୁର ତ ବଡ଼ଠାକୁର ମା ଲକ୍ଷ୍ମୀଙ୍କ ଆଡ଼କୁ ଟିକିଏ ବାଁରେଇ କହିଲେ, ହଉ ମା, ସବୁ ଏହି କହ୍ନାଇର ଭୁଲ। ସବୁ ହାର ମୋ ଭାଇର ହେଲା। ମା, ତୁମେ ମନରୁ ସବୁ ଅଭିମାନ ତେଜ କର। ବଡ଼ ଠାକୁରଙ୍କ ଶ୍ରୀମୁଖରୁ ଏଭଳି ସନ୍ତୋଷ ବାଣୀ ଶୁଣି ମାତାଙ୍କ ଅଭିମାନ ତୁଟିଗଲା। ଦାସୀମାନଙ୍କୁ ଡାକି ଆଜ୍ଞା ଦେଲେ କବାଟ ଖୋଲି ଦେବା ପାଇଁ। ଓଢ଼ଣୀଟି ଟାଣିଦେଇ ବଡ଼ ସାମନ୍ତଙ୍କୁ ହାତଯୋଡ଼ି କହିଲେ, ଆହା କେତେବେଳୁ ଆପଣ ଛିଡ଼ା ହୋଇ ରହିଲେଣି। କେତେ କଷ୍ଟ ହୋଇଥିବ ଆପଣଙ୍କୁ। ଏ ଅପରାଧିନୀକୁ କ୍ଷମା କରିବେ ପ୍ରଭୁ। କଳିର ଅନ୍ତଃ ହୋଇଗଲା। ମହାପ୍ରଭୁ ଜଗନ୍ନାଥେ ମା କମଳିନୀଙ୍କୁ ଚାହିଁ ମୃଦୁ ମୃଦୁ ହସି କହିଲେ, ହେ ସୁମୁଖୀ, ହେ ଚନ୍ଦ୍ରଦନୀ, ନିଅ, ତୁମ୍ଭ ପାଇଁ କେତେ ସବୁ ଉପହାର ଆଣିଛି, ଆଉ ତା ସହ ଏହି ସୁମିଷ୍ଟ ରସଗୋଲା। ମହାପ୍ରଭୁଙ୍କର ମାନବୀୟ ଲୀଳା ସମାପ୍ତ ହେଲା। ଭକ୍ତଙ୍କ ଗଣ୍ଟ ଘଣ୍ଟା ହରି ବୋଲ ହୁଳହୁଳି ଧ୍ୱନିରେ ଠାକୁରମାନେ ହୋଲି ଝୁଲି ଧାଡ଼ି ପହଣ୍ଡିରେ ଯାଇ ବିଜେ ହେଲେ ନୀଳାଦ୍ରି ମଣ୍ଡପରେ। କବି ଗୌରଚରଣ ଦାସ ଘୋଷଯାତ୍ରାର ଏହି ଅନ୍ତିମ ପର୍ବକୁ ବର୍ଣ୍ଣନା କରି ଗାଇଲେ। ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ। ସର୍ବଜନେ ବୋଲ ହରି ନାରାୟଣ ନାମ ସୁମରିଲେ ତୁମ୍ଭେ। ଭବସିନ୍ଧୁ ଜୀବତରି ଲକ୍ଷ୍ମୀ ନାରାୟଣ ବିଜରେ ମାନସ। କ୍ଷେତ୍ରରେ ମିଳିବ ବାସ। ଲକ୍ଷ୍ମୀ ନାରାୟଣ ଚରଣେ ଶରଣ। ଗୌରଚରଣ ଦାସ। ଜୟ ଜଗନ୍ନାଥ। ଅର୍ଜୁନୀ ଚରଣ ବେହେରା। ଶୀର୍ଷକ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ଏଭଳି ଦିବ୍ୟ ସିରିଜ୍, ଆଧ୍ୟାତ୍ମିକ, ପୌରାଣିକ, ସାହିତ୍ୟ,
गल्प कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक कमेंट और शेयर करंतु। जय जगन्नाथ।